ବର୍ତ୍ତମାନ ଆମେ ମହେନ୍ଦ୍ରଗିରି ପର୍ବତ ଚଢୁଛୁ। ଆମେ ଆସିଛୁ କଟକରୁ, ସାଙ୍ଗମାନେ ସବୁ ପଛରେ ଆସୁଛନ୍ତି। ଆମେ ଯାଉଛୁ, ରାସ୍ତା ଟିକେ ଏଇଭଳିଆ ଅଛି। ମହେନ୍ଦ୍ରଗିରି ଯାଉଛୁ। ମହେନ୍ଦ୍ରଗିରି ବହୁତ ଉଚ୍ଚ ପର୍ବତ, ଓଡ଼ିଶାର ସେକେଣ୍ଡ ହାଇଏଷ୍ଟ ପର୍ବତ ମହେନ୍ଦ୍ରଗିରି ଆମେ ଆସିଛୁ। ଆଉ ଫାଷ୍ଟ କୋଉଟା ସେକେଣ୍ଡ ହେଲେ? ଫାଷ୍ଟ ହଉଛି ଆମର କୋରାପୁଟର ଦେଓମାଳି ପର୍ବତ, ଇଏ ହଉଛି ସେକେଣ୍ଡ। ଇଏ ସେକେଣ୍ଡ? ହଁ। ବର୍ତ୍ତମାନ ଆପଣ ଦେଖୁଛନ୍ତି ଆଉ ମାତ୍ର ଅଳ୍ପ ବାଟ ରହିଲା ପୁରା ଟପ୍ ଲେଭେଲକୁ ଯିବା ପାଇଁ। ଆମ ସାଙ୍ଗମାନେ ବର୍ତ୍ତମାନ ପଛପଟରୁ ଆସୁଛନ୍ତି, ଆମେ ଟିକେ ଆଗେଇ ଯାଇଛୁ। ଦେଖାଯାଉ କେତେ ଦୂର ଯାଉଛୁ। ଅଧଘଣ୍ଟା ମାତ୍ର ଚାଲିବାକୁ ପଡିବ। କଷ୍ଟ ନ କଲେ କେମିତି କୃଷ୍ଣ ଦେଖିବେ, ଏଇଟା ସମସ୍ତେ ଜାଣିଛନ୍ତି। ଯାଉଛୁ ସମସ୍ତେ ଗଲେଣି ଭାରି, ଆମେ ବି ଚାଲିଲୁ। ଆପଣ ଦେଖୁଛନ୍ତି ବାଟଟା କୋଉ ଭଳିଆ ଅଛି। ଏମିତି ଅଛି, ଏମିତି ଅଛି, ଏମିତି ଉଠା, ଏମିତି ବି ଅଛି ତଳେ ଗଳିଲେ। ଏଠି ଛୋଟ ପିଲାଙ୍କୁ କିଛି ଜଣା ପଡୁନି। ଇଏ ଛୋଟ ପିଲା କେମିତି ଯାଉଛି। ଓ ଇଏ ତ ମଜା। ଆମେ କାହିଁକି ଯାଇପାରୁଛୁ, କାହିଁକି ନା ଆମେ ବୋଲବମ ଯାଉଛୁ। କପିଳାସ ଗୋଟେ ପାହାଡ ଚଢିବାର ବି ହାବିଟ ଅଛି, ପାହାଚ ଚଢିବାର ବି ହାବିଟ ଅଛି। ସେଥିପାଇଁ ଆମେ ଯାଉଛୁ, ନହେଲେ ଆମର ଢୋ ହେଇଯାଇଥାନ୍ତା। ଇଏ ବର୍ତ୍ତମାନ ଜାଗା ଯୋଉ ଭଳିଆ, ଇଏ କପିଳାସର ବାପା ନୁହେଁ, କପିଳାସର ଜେଜେ ବାପା। ଓହୋ, ଗୋଟିଏ କଥା କହିବି, ଏତେ ଉପରେ କାହିଁକି ଲୋକ ଆସନ୍ତି ଜାଣିଛନ୍ତି? ପ୍ରକୃତରେ ଭଗବାନ ଅଛନ୍ତି ଏ ଉପରେ। ଯଦି ଭଗବାନ ନଥାନ୍ତେ ଲୋକ ଏ ଉପରକୁ କଷ୍ଟ କରି ଆସିନଥାନ୍ତେ। ଟିକେ କଷ୍ଟ କରିବେ ଅଧଘଣ୍ଟା ମାତ୍ର, କିନ୍ତୁ ପ୍ରକୃତରେ ଜନ୍ନତ କଣ ଆପଣ ଜାଣିପାରିବେ ଉପରକୁ ଗଲେ। ଜୟ ଶ୍ରୀରାମ। ଯିଏ ଆସିଛି ସେ ଜାଣିଛି, ଯିଏ ନ ଆସିଛି ଅଧା ବାଟରୁ ଫେରି ଯାଇଛି ସିଏ କଣ ଜାଣିବ। ସେଇଥିପାଇଁ ଆଉ ଟିକେ କଷ୍ଟ କରିବାକୁ ପଡିବ। ଆଉ ମାତ୍ର 5 ରୁ 10 ମିନିଟ୍ କଷ୍ଟ କରିବାକୁ ପଡିବ। ମାତ୍ର ଅଧଘଣ୍ଟାର କଷ୍ଟ ଆମେ କରିପାରୁନୁ। ଆଗରୁ ଥିଲା ଘଣ୍ଟା ଘଣ୍ଟା ପାହାଚ ଚଢୁଥିଲୁ। କପିଳାସ ଯେତେବେଳେ ଆମେ ବୋଲବମ ଯାଉଥିଲୁ, କପିଳାସ ଆମେ ନନଷ୍ଟପ ରେ ପାହାଚ ଚଢୁଥିଲୁ। ଏବେ ଅଭ୍ୟାସ କାହିଁ, ଏ ଖାଲି ପାହାଚ। ପାହାଚ ନୁହେଁ, ଖାଲି ପଥରରେ ତିଆରି ପାହାଚ। କଣ କରିବା, ଦମ ଫାଟି ଯାଉଛି, ମଝିରେ ମଝିରେ ଟିକେ ରେଷ୍ଟ ନଉ। କିନ୍ତୁ ଏତିକି କଥା ଦଉଛି, ଉପରକୁ ଗଲେ ପୁରା ମନ ଶାନ୍ତି ହେଇଯିବ। ଏତିକି କହୁଛି ଭାଇ ମାନେ, ଜୟ ଜଗନ୍ନାଥ। ଆଉ କିଛି କହନା ଜିତୁ ନା, ଆଉ କିଛି କହନା, ଆରାମ ପଳେଇ ଚାଲ। ଦେଖନ୍ତୁ ଆଜ୍ଞା, ଆମ ସାଙ୍ଗରେ ଗୋଟେ ଛୋଟ ପିଲାଟା ଆଇଛି। ତା ବାପା ଏବଂ ଆମ ସାହି ପିଲା ସବୁ ପଛରେ ଆଉଛନ୍ତି। ଛୋଟିଆ ପିଲାର ଏତେ ଇଣ୍ଟରେଷ୍ଟ ଯେ କି ସେ ମହେନ୍ଦ୍ରଗିରି ପର୍ବତ ଦେଖିବ। ମୋ ବି ମନ୍ଦିର ସେତିକି ଇଣ୍ଟରେଷ୍ଟ ଅଛି। ତା ବାପା ଏଇ ଯାଉଛି, ଆଉ ଆମ ପିଲା ପଛରେ ଆଉଛନ୍ତି। ଆମେ ଯାଉଛୁ, ଦେଖେଇବୁ, ତାପରେ ଆପଣ ମାନଙ୍କୁ ଟୋଟାଲ ଭିଉଟା ଦବୁ କେମିତି କଣ ଜାଗାଟା। पेट लगी चेस्ट लगी जाउला चेस्ट लागिला सेटा प्रेस हो पेट तो प्रेस ही